ମୋ ନାଁ ହେଉଛି ହୃଦୟ ରଞ୍ଜନ ବର। ମୁଁ ମିଶନ ଶକ୍ତି ତରଫରୁ ଆଖଣ୍ଡ ଜ୍ୟୋତି ଫାଉଣ୍ଡେସନର ଆମର ଏସ୍ଏଚ୍ ମେମ୍ବର ମାନଙ୍କର ଏଇଟା ହେଉଛି ଆଜି ଯେଉଁ ୟୋଗ ଦିବସରେ ମୁଁ କିଛି ମାନେ ସେମାନଙ୍କୁ ହାଇଲାଇଟ୍ କରିବା ପାଇଁ, ଓଡ଼ିଶାବାସୀଙ୍କୁ ହାଇଲାଇଟ୍ କରିବା ପାଇଁ ତ ସେମାନଙ୍କ ପାଇଁ ମୁଁ ଏଠି ନେଇକି ଆସିଥିଲି। ତ ଆମେ ଆଜି ୟୋଗ ଦିବସ କେମିତି ପାଳିବା, କେମିତି ସୁସ୍ଥ ମଣିଷ କେମିତି ସୁସ୍ଥ ରହିବେ, ଯେଉଁ ରୋଗ ହେଉଛି, ଯେଉଁ ମାନେ ବହୁତ ପ୍ରକାର ରୋଗ ହେଉଛି, କିଛି ଯୋଗ ଫୋଗ ହଉନି, ବହୁତ ରୋଗ ହେଉଛି, ତ ତାର କେମିତି ଆମେ ସମାଧାନ କରିପାରିବା, ମାନେ ୟୋଗ କଲେ ସୁସ୍ଥ ରହିବେ, ସେଥିପାଇଁ ମୁଁ ଆମର ଏସ୍ଏଚ୍ ମେମ୍ବର ମାନଙ୍କୁ ନେଇକି ଆସିଥିଲି। ଆଉ ଏସ୍ଏଚ୍ ମେମ୍ବର ମାନେ ୟୋଗ ଦିବସ ପାଳନ କଲେ ଏବଂ ତାଙ୍କର ଘରେ ଫ୍ୟାମିଲି କେମିତି ସମସ୍ତେ ସୁସ୍ଥ ରହିବେ ତାଙ୍କୁ ୟୋଗ ଶିଖେଇବେ, ସେଥିପାଇଁ ମୁଁ ଏଠି ନେଇକି ଆସିଥିଲି। ଏଇଟା ଆମର ହଉଛି ସ୍କିଲ୍ ଡେଭଲପମେଣ୍ଟ ଅଫ୍ ଓଡ଼ିଶା। ଏଇଟା ହଉଛି ଆମର ମିଶନ ଶକ୍ତିରେ ଏସ୍ଏଚ୍ ମେମ୍ବର୍ସ ମାନଙ୍କୁ ଟ୍ରେନିଂ ଦିଆଯାଉଛି, ସିଲେଇ ଟ୍ରେନିଂ ଦିଆଯାଉଛି। ଏଥିରେ 1 ମନ୍ଥ ଟ୍ରେନିଂ ନେଉଛନ୍ତି। ତ 1 ମନ୍ଥ ଭିତରେ ଯାହା ବି ଆମର ମାନେ ଆସୁଛି, ଏବେ ଆସିଥିଲା ବିଶ୍ୱ ତମ୍ବାଖୁ ଦିବସ ଆସିଥିଲା, ସେଇଟା ବି ଆମେ କଲୁ। ଆଉ ଆଜି ଅଛି ୟୋଗ ଦିବସ ଅଛି, ସେଇଟା ବି ଆଜି ଆମେ ହାଇଲାଇଟ୍ କରିବା ପାଇଁ ନେଇକି ଆସିଥିଲୁ। ଆଉ ପିଲାମାନେ ବି କଲେ, ବହୁତ ଖୁସି ବି ହେଲେ। ଆପଣମାନେ ପିଲାମାନଙ୍କୁ ବି ପଚାରି ପାରନ୍ତି। ପ୍ରତିବର୍ଷ ଆମେ କରୁଛୁ। ଆମେ ତ ଆମର ଆକ୍ଚୁଆଲି ହଉଛି 120 ପିଲା ଏସ୍ଏସ୍ ମେମ୍ବର ରହୁଛନ୍ତି ଗୋଟେ ଗୋଟେ ବ୍ୟାଚରେ। ତ ଯେହେତୁ ଆଜି ଗୋଟେ ୟୋଗ ଦିବସରେ ଆମେ ବହୁତ ପିଲା ତ ଆସିପାରିଲେନି, ଆବସେଣ୍ଟ ରହିଗଲେ। ଆଉ ଯେତିକି ପିଲା ଆସିଥିଲେ ଆମେ ଆଜି ଆଣିକି ତାଙ୍କୁ ନାଇଁ ନାଇଁ ଆମେ ପୁରା ସମ୍ପୂର୍ଣ୍ଣ ଫ୍ରିରେ କରୁଛୁ। ଏଇଟା ଏସ୍ଏଚ୍ ମେମ୍ବର ମା ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆମର ମାନେ କୋଉ ପିଲାଙ୍କଠୁ ଆମେ ଟଙ୍କାଟା ଖର୍ଚ୍ଚ କରୁନୁ, କୋଉ ପିଲାମାନଙ୍କୁ ପଚାରିବେ, କେହି ବି ଆମକୁ ଆମେ ପଇସା ହେଲ୍ପ କରୁନାହାନ୍ତି। ସବୁ ଆମ ତରଫରୁ, ଆମ ଆଖଣ୍ଡ ଜ୍ୟୋତି ଫାଉଣ୍ଡେସନ ତରଫରୁ ଆମେ ସବୁ କରୁଛୁ। ଯୋଗ ଦିବସର ମୁଖ୍ୟ ଉପକାରିତା କଣ? ଉପକାରିତା ହଉଛି ଆମର ସୁସ୍ଥ ରହିବା, ଯେହେତୁ ବହୁତ ମାନେ ରୋଗ ପିଲା ଅଛନ୍ତି, ଏକ୍ସରସାଇଜ କରୁନାହାନ୍ତି, ଘରେ ବସୁଛନ୍ତି। ଯୋଉ ମା ମାନେ ଘରେ ଯୋଉମାନେ ସିନିୟର ସିଟିଜେନ ମାନେ ରହିଯାଇଛନ୍ତି, ଘରେ ରହୁଛନ୍ତି, ତାଙ୍କର ସେ ଘରେ ପଡିକି ମାନେ ବେଡରେ ରହୁଛନ୍ତି। ତ ଏକ୍ସରସାଇଜ ଆମେ ତାଙ୍କୁ ଶିଖେଇଲେ ଯୋଉ ଆଣ୍ଠୁ ଗଣ୍ଠି ଯାହା ବି ହଉଛି, ସେ ଜିନିଷ ଗୁଡାକ ସେମାନେ କଣ ହେଲେ ଭଲ ହେଇପାରିବ। ଯୋଗ ତ ଆମର ବହୁତ ପ୍ରକାର ଯୋଗ ଆମେ କରୁଛନ୍ତି, ପିଲାମାନଙ୍କୁ ଶିଖେଇଛୁ, ପିଲା ବି କହିପାରିବେ ଯୋଗ ନାଁ ମୁଁ ସବୁ କହିଛି।